ସମସ୍ତେ ଦେଖିବ ଖାଲି ଆଜି ବଜେଟ୍ ବିଷୟରେ ସମସ୍ତେ କଥା ହେଉଛନ୍ତି। ବାହାରେ ଯୋଉଠି ଦେଖିବ ଖାଲି ବଜେଟ୍ ବିଷୟରେ ସବୁ କଥା ହେଉଛନ୍ତି। ପ୍ରକୃତରେ ଏ ବଜେଟ୍ କ'ଣ? ଏ ବଜେଟ୍ରେ ଏମିତି କ'ଣ ଅଛି ଯାହା ମଧ୍ୟବିତ୍ତ ପରିବାର ଉପରେ ଏହାର ପ୍ରଭାବ ପଡ଼ିବ? ଆଉ ଏ ବଜେଟ୍ରେ କ'ଣ କ'ଣ ସବୁ କହିଛନ୍ତି ଆମର ନିର୍ମଳା ସୀତାରାମନ? ଚାଲନ୍ତୁ ପୁରା ଡିଟେଲ୍ସରେ ଏ ଭିଡ଼ିଓ ମାଧ୍ୟମରେ ଜାଣିବା। ଏ ବଜେଟ୍ ବିଷୟରେ ଜାଣିବା ଆଗରୁ ଏହା କହିବା ହେଉଛି ଇଣ୍ଟେୟାର ବଜେଟ୍। କହିବାକୁ ଗଲେ ଏଇଟା ପୁରା ବଜେଟ୍ ନୁହେଁ ବୋଧହୁଏ, କାରଣ ଇଲେକ୍ସନ ଆଗକୁ ଥିବାରୁ ବୋଧହୁଏ ଏଇଟା ପୁରା ବଜେଟ୍ ଆସିନି। ପୁଣି ଥରେ ଏ ବଜେଟ୍ ଜୁଲାଇ କି ଜୁନ୍ ମାସରେ ପୁଣି ଥରେ ଏହାର ବଜେଟ୍ ପରିବେଶନ କରିବେ ବୋଲି କହିଛନ୍ତି, କାରଣ ଇଣ୍ଟେୟାର ବଜେଟ୍ ବୋଲି ଏଥିରେ ଲେଖା ହେଇଛି। ପୁରା ବଜେଟ୍ ପୁଣି ଥରେ ଆସିବାର ସମ୍ଭାବନା ଅଛି ଇଲେକ୍ସନ ପରେ। ବଜେଟ୍ ମାନେ କ'ଣ ସମସ୍ତଙ୍କର ଗୋଟେ ପ୍ରଶ୍ନ ଅଛି। ସତରେ ବଜେଟ୍ କ'ଣ? ବଜେଟ୍ ପୁରା ସରଳ ଭାଷାରେ କହିବାକୁ ଗଲେ ବଜେଟ୍ ଯେମିତି ଆମର ଘର ମାନଙ୍କରେ ଆମର ବାପା ମା ମାନେ ଯେମିତି ଆର ବର୍ଷକୁ ଏତିକି ଟଙ୍କା ଖର୍ଚ୍ଚ ହବ। ଏବେ ଧରିନିଅ ଆମର ଯଦି ବାହାଘର ଅଛି କି ହାଇର ଏଜୁକେସନ ପାଠ ପଢିବା ଅଛି, ଘରର କାମ କରିବାର ଅଛି, କିନ୍ତୁ ଏଇ ବଡ଼ ବଡ଼ ଏମାଉଣ୍ଟ ଯାକ ପାଇଁ ବୋଲି ଆଉ ଗୋଟେ ବର୍ଷ ଆଗରୁ ଆମର ପ୍ରିପାରେସନ ହେବାକୁ ପଡୁଛି, କାରଣ ଏତିକି ଟଙ୍କା ତ ସାଙ୍ଗେ ସାଙ୍ଗେ ହବନି। ସେଥିପାଇଁ ବୋଲି ଆଗରୁ ପ୍ରିପାରେସନ କରିବାକୁ ପଡିବ। ଏହା ସବୁ ହଉଛି ବଜେଟ୍ ବୋଲି କୁହାଯାଉଛି। କାରଣ ଆଗରୁ ଯେମିତି ରେଡି କରିବାକୁ ପଡିବ ଟଙ୍କା, ଠିକ୍ ସେମିତି ମେମ୍ବର ଅଫ୍ ପାର୍ଲିଆମେଣ୍ଟରେ ମଧ୍ୟ ଯେତିକି ଏଇ ବର୍ଷ ଟଙ୍କା ଏତିକି ଟଙ୍କା ଖର୍ଚ୍ଚ କରିବାକୁ ଥିଲେ ଏଇଟା 4 ମାସ କି 6 ମାସ ଆଗରୁ ଏହାର ପ୍ରିପାରେସନ ଆଗରୁ ଚାଲୁ। ପାଖାପାଖି କହିବାକୁ ଗଲେ ସେପ୍ଟେମ୍ବର ମାସରୁ ଏହାର ପ୍ରିପାରେସନ ଚାଲୁଛି, କାରଣ ଯୋଉଠି ଆମର ମେମ୍ବର ଅଫ୍ ପାର୍ଲିଆମେଣ୍ଟରେ ଏସବୁ ବିଷୟରେ ଡିସ୍କସ୍ ହଉଥିବ। ଏବେ ଧରି ଆମର ଯେମିତି ଅଛନ୍ତି ଡିଫେନ୍ସ ମିନିଷ୍ଟ୍ରି ଅଛନ୍ତି, କହିବେ କ'ଣ ନା ନାଇଁ ମୁଁ ଏଇ ବର୍ଷ ଡ୍ରୋନ୍ ଉଡ଼ାଇବା ପାଇଁ ଚାହୁଁଛି, ମତେ ଏତିକି ଟଙ୍କା ଦରକାର ବୋଲି କହିବେ। ଯଦି କହିବେ ମତେ 20,000 କୋଟି ଟଙ୍କା ଦରକାର, କିନ୍ତୁ ଯେତେବେଳେ ମେମ୍ବର ଅଫ୍ ପାର୍ଲିଆମେଣ୍ଟ ଯଦି ସମସ୍ତେ ମନ୍ତ୍ରୀ ମାନେ ବସିଥିବେ କଥାବାର୍ତ୍ତା, ଏତିକି ଟଙ୍କା ଆପଣଙ୍କୁ ଦେଇ ହବନି, ଗୋଟେ 20,000 କୋଟି ଟଙ୍କା 15,000 କୋଟି ଟଙ୍କା ନେଗୋସିଏସନ କରି ଗୋଟେ ରେଟ୍ ଧାର୍ଯ୍ୟ କରିବେ। ଏ ଧାର୍ଯ୍ୟ କଲା ପରେ ଏଇଟା ଫେବୃଆରୀ 1ରେ ଯେମିତି ସବୁ ମିନିଷ୍ଟ୍ରି ମାନେ କହିବେ, ଏବେ ଏଗ୍ରିକଲଚର ମିନିଷ୍ଟ୍ରି ହଉ କି ଡିଫେନ୍ସ ମିନିଷ୍ଟ୍ରି ହଉ କି ଏଜୁକେସନ ମିନିଷ୍ଟ୍ରି ହଉ, ଏମାନେ ସମସ୍ତେ ନିଜ ନିଜର ପକ୍ଷ ରଖେ। ଏଜୁକେସନ ମିନିଷ୍ଟ୍ରି କହିବ ନାଇଁ ମୁଁ ସ୍କୁଲ ଯାହା ସବୁ ଡେଭଲପ କରିବା ପାଇଁ ଚାହୁଁଛି, ଭଲ କରିବା ପାଇଁ ଚାହୁଁଛି, ନହେଲେ କଲେଜ ଭଲ କରିବା ଅଛି, ସିଏ କହିବ ନାଇଁ ମତେ ଏତିକି ଟଙ୍କା ଦରକାର ଦିଅନ୍ତୁ। ଏଟାକୁ ତା ତ ଦେଇ ହବନି, ଗୋଟେ ରେଟ୍ ଫିକ୍ସ କରିକି ଗୋଟେ ଦେବେ। ଏହାର ରେଟ୍ କହିବାକୁ ଗଲେ ସେପ୍ଟେମ୍ବର ମାସରେ ପ୍ରିପାରେସନ ଚାଲିବ, ତାପରେ ପରେ ଫାଇନାଲ ହବ। ଆଉ ଏହାର ପ୍ରେଜେଣ୍ଟେସନ ଟି ଫେବୃଆରୀ 1ରେ ପ୍ରତ୍ୟେକ ବର୍ଷ ଫେବୃଆରୀ 1ରେ ବଜେଟ୍ ଆସୁଛି। ଆପଣମାନେ ସମସ୍ତେ ଜାଣିଥିବେ ଏଇଟା ଫେବୃଆରୀ 1ରେ ଏ ବଜେଟ୍ ପରିବେଷଣ କରିବେ ଆମର ଯିଏ ଫିନାନ୍ସ ମିନିଷ୍ଟ୍ରି ଥିବ। ଏବେ ବର୍ତ୍ତମାନ ଆମର ଫିନାନ୍ସ ମିନିଷ୍ଟ୍ରି ହଉଛି କିଏ ଅଛି? ନିର୍ମଳା ସୀତାରାମନ। ଏଇଟା ନିର୍ମଳା ସୀତାରାମନ ଏଇ ବଜେଟ୍ ପ୍ରେଜେଣ୍ଟେସନ କରିଥିଲେ। ଆଉ ଏଇ ବଜେଟ୍ ପ୍ରେଜେଣ୍ଟେସନ କରିବାକୁ ପ୍ରାୟ 58 ମିନିଟ୍ ଲାଗିଥିଲା। କହିବାକୁ ଗଲେ ସବୁଠୁ କମ୍ ସମୟ, କାରଣ 6 ବର୍ଷ ଭିତରେ ଦେଖିବେ ସବୁଯାକ କୋଉଠି 2 ଘଣ୍ଟା ପରେ କୋଉଠି ଘଣ୍ଟାଏ ପରେ ପୁରା ଦେଖିବେ ପୁରା ଅଧିକ ସମୟ ଲାଗୁଥିଲା, କିନ୍ତୁ ଏଇଟା 58 ମିନିଟ୍ ସବୁଠୁ କମ୍ ସମୟ। କହିବାକୁ ଗଲେ ଏଇଟା ଇଲେକ୍ସନ ଥିବାରୁ ବୋଧ ହୁଏ କମ୍ ସମୟ ଏଇଟା ଅଛି। ପୁରା ବଜେଟ୍ ପୁଣି ଥରେ ଆସିବାର ସମ୍ଭାବନା ଅଛି ଜୁନ୍ କି ଜୁଲାଇ ମାସରେ। ବୋଧେ ବଜେଟ୍ ଟି କ'ଣ ଆପଣ ମାନେ ଠିକ୍ ରେ ବୁଝିପାରିଥିବେ ବୋଲି ମୁଁ ଆଶା କରୁଛି। ଚାଲନ୍ତୁ ଜାଣିବା ଏଇ ବଜେଟ୍ ରେ କ'ଣ କ'ଣ ସବୁ ଅଛି। ପୁରା ଆମେ ତ ପୁରା ଭିଡିଓ କହିଲେ ତ ପୁରା ଲମ୍ବା ହେଇଯିବ, ସେଥିପାଇଁ ଆମେ ଦେଖିବା 10ଟା ହାଇଲାଇଟ୍ ବିଷୟରେ এই ଭିଡିଓ ମାଧ୍ୟମରେ ଆମେ ଜାଣିବା। ନମ୍ବର 1, ଯଦି ଆପଣ ବର୍ଷକୁ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଇନକମ୍ କରୁଛି ତାହେଲେ ଆପଣଙ୍କୁ କୌଣସି ଟ୍ୟାକ୍ସ ପେ କରିବା ପାଇଁ ପଡିବନି। ଆଉ ଯଦି 7 ଲକ୍ଷ ଟଙ୍କାରେ ଗୋଟେ ଟଙ୍କାଟେ ବି ଅଧିକା ଇନକମ୍ କରୁଛନ୍ତି ତାହେଲେ ଆପଣଙ୍କୁ ଟ୍ୟାକ୍ସ ପେ କରିବାକୁ ପଡିବ। ଆଉ ଏଇଟା ଏ ବର୍ଷର ବଜେଟ୍ ନୁହେଁ, ଆର ବର୍ଷର ବଜେଟ୍ ଏଇଟା କଣ୍ଟିନ୍ୟୁ ସେମ୍ ଅଛି, କିଛି ବି ଏଥିରେ ଚେଞ୍ଜେସ୍। ତାପରେ ଜାଣିବେ ନମ୍ବର 2, MGNRGS ଯୋଉଟା ମନରେଗା କାମ ବୋଲି କହୁଛନ୍ତି, ଏଥିପାଇଁ 86,000 କୋଟି ଟଙ୍କା ସାଙ୍କସନ୍ ହେଇଛି 2024 ବର୍ଷରେ। ମାନେ ଏଇ ଗୋଟେ ବର୍ଷରେ 86,000 କୋଟି ଟଙ୍କା ଖାଲି ଖର୍ଚ୍ଚ କରିବେ ଏଇଟା। ଆଉ ଏଇଟା ଯୋଉଟାକୁ ଆମେ 100 ଦିନିଆ କାମ ବୋଲି କହୁଛନ୍ତି, ଆପଣ ଏବେ ବୁଝିପାରୁଥିବେ। ଯେମିତି ଆମର ଗାଁର ବନ୍ଧ ବାଡ଼ କି ରୋଡ କେନାଲ ରୋଡ ଏସବୁ ଛୋଟ ଛୋଟ ଗାଁ ମଧ୍ୟରେ ଯୋଉଟା ଆସୁଛି ସେଇଟା ପାଇଁ MGNRGS ତ ମନରେଗା କାର୍ଯ୍ୟକ୍ରମରେ 86,000 କୋଟି ଟଙ୍କା ଖର୍ଚ୍ଚ ହବ। ଆଉ କହିବାକୁ ଗଲେ ପୁରା ଆମର ଓଡ଼ିଶାକୁ 86,000 ଟଙ୍କା କୋଟି ନାହିଁ, ପୁରା ଇଣ୍ଡିଆକୁ 86,000 କୋଟି ଟଙ୍କା। ଆଉ ଥରେ ଆମର ମେମ୍ବର ଅଫ୍ ପାର୍ଲିଆମେଣ୍ଟରେ ଯିଏ ଅଛନ୍ତି MP ମାନେ ଅଛନ୍ତି, ଏମାନେ କିଏ କେତେ ଟଙ୍କା ଆଣିପାରିବେ, ଯେମିତି ପ୍ରତ୍ୟେକ ରାଜ୍ୟକୁ ଭାଗ କରିକି 86,000 କୋଟି ଟଙ୍କା ଭାଗ କରିକି ଆସିବେ। ଚାଲନ୍ତୁ ନମ୍ବର 3 ଜାଣିବା ବର୍ତ୍ତମାନ। ପ୍ରଧାନମନ୍ତ୍ରୀ ସଭାନିଧି ସ୍କିମ୍, ଯୋଉଟାକୁ ମାଇକ୍ରୋ କ୍ରେଡିଟ୍ ସ୍କିମ୍ ବୋଲି କହୁଛନ୍ତି। ଯେମିତିକି ଛୋଟ ଛୋଟ ବେପାରୀ ମାନେ ଅଛନ୍ତି, ଯେମିତି ଗାଁ ମାନଙ୍କରେ ଦୋକାନ କରୁଛନ୍ତି କି ରୋଡ ସାଇଡରେ ଯୋଉ ଦୋକାନ କରୁଛନ୍ତି, ଏମାନଙ୍କୁ 10,000 ରୁ 20,000 ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କରେ ଲୋନ୍ ଆଗରୁ ମିଳୁଥିଲା, କିନ୍ତୁ ଏବେ ବର୍ତ୍ତମାନ ଏହା 50,000 ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ ଲୋନ୍ ପାଇପାରିବେ। ଯଦି ଆପଣ ବ୍ୟାଙ୍କରେ କହିକି ଆଣୁଛନ୍ତି ଯେ ମୁଁ କିଛି ବିଜନେସ୍ କରିବା ପାଇଁ ଯାଉଛି, ଗୋଟେ ଦୋକାନ କରିବା ପାଇଁ ଯାଉଛି, ତାହେଲେ ଆପଣଙ୍କୁ 50,000 ଟଙ୍କା ପର୍ଯ୍ୟନ୍ତ ଏ ଲୋନ୍ ମିଳିବ। ଆଗରୁ 10,000 ରୁ 20,000 ଟଙ୍କା ପର୍ଯ୍ୟନ୍ତ ସୀମିତ ଥିଲା, କିନ୍ତୁ ଏଇଟା ବଢେଇକି 50,000 ଟଙ୍କା ପର୍ଯ୍ୟନ୍ତ। ଏଇଟା ହଉଛି କୋଲାଟରାଲ ଫ୍ରି ୱାର୍କିଂ କ୍ୟାପିଟାଲ ଲୋନ୍। ଏହାର ଅର୍ଥ ହଉଛି କିଛି ବି ଆପଣ ବନ୍ଧକ ନ ରଖି ଡାଇରେକ୍ଟ ଏଥିରେ ଲୋନ୍ ଆଣିପାରିବେ। ଯେମିତି ଆମକୁ ଯଦି କିଛି ଟଙ୍କା ଦରକାର ବ୍ୟାଙ୍କରେ, ଆମର ଭଲ ଅଛି ନା ନାଇଁ ଦେଖିବେ, ସିଭିଲ୍ ସ୍କୋର ହଉ କି ଆମର କିଛି ବନ୍ଧକ ମାଗିବେ କି ଡକ୍ୟୁମେଣ୍ଟ ଯାହା ହଉ, କିନ୍ତୁ ଏଥିରେ କିଛି ନାହିଁ। କୋଲାଟରାଲ ଫ୍ରି ଲୋନ୍, ଯଦି ଆପଣ କିଛି ବିଜନେସ୍ କରିବା ପାଇଁ ଚାହୁଁଛନ୍ତି, ଯେମିତି ଛୋଟ ଛୋଟ ଦୋକାନ ମାନଙ୍କ ପାଇଁ ଏମାନେ
दस 10,000 ରୁ 20,000 मिलूला एवं बर्तमान 50,000 टका आप लोन नहीं पारे। आ गोटे कोटी परिवार को सौर शक्ति मिल विद्युत जहाँकि आम सोलार बोली कही था। आउ गोटे कथा हूँ आउ कोटी परिवार को प्रत्येक मासरे 300 यूनिट विद्युत फ्री रे मिल आउ एटा 300 विद्युत फ्री मिल 300 कन्फर्म 300 ना 300 पर्यंत मिल यार अर्थ आप घर को देखिए क्या 150 यूनिट फ्री हो तो क्या 100 यूनिट फ्री हो क्या 200 यूनिट फ्री करे 300 यूनिट पर्यंत फ्री होबार संभावना रही वर्ष। नंबर 5 गत 5 वर्ष देखिए आम प्रधानमंत्री कौन कहते आउ गोटे कथा कहते गत 5 वर्ष भितर कोविड सत्वे 3 कोटी लोक को प्रधानमंत्री आवास योजना पाई आउ लक्ष्य रखिंट कि यही 5 वर्ष मध्य आसिया 5 वर्ष मध्य आउ 2 कोटी गृह निर्माण हम बोली बीजेपी सरकार यहाँ गोटे लक्ष्य रखी कहले बीजेपी कहले यहाँ पूरा बजेट पूरा जमी हाइलाइट जमी एडवर्टाइज कला भाया कर बीजेपी मुझे कर ठीक सब जगह बजेट देख प्राय निजर हाइपटा खाली अधिक अच्छी किंतु नंबर 6 आउ यही 10 वर्ष भितर 10 वर्ष मध्य भारतीय अर्थनीति अनेक सकारात्मक परिवर्तन आसी कहते 10 वर्ष भितर 25 कोटी लोक को बेरोजगार रू पूरा रोजगार कहते कह गले दारिद्र्य मुक्ति कर सरकार यहाँ कहते। चलो जानिए 7 नंबर बर्तमान कौन कहे 7 नंबर देखिए ट्रेन प्रति देखिए प्रत्येक वर्ष आमर इंडिया सरकार ट्रेन प्रति बेसी टका खर्च करमी देखिए 2019 देखिए आज 5-6 वर्ष भर देखिए 2019 69,967 कोटी टका खर्च करता ठीक आर वर्ष को देखिए 2020 70,250 कोटी टका खर्च करता 2021 देखिए 1 लाख कोटी टका खर्च कर 2023 देखिए 2 लाख कोटी टका पाखापाखि खर्च कर कारण प्रत्येक वर्ष यह डबल होबार लगी रेलवे काम रेलवे आर वर्ष को 3टी नुआ ट्रेन निर्माण हम बोली कहते आउ 40,000 साधारण बगी को वंदे भारत ट्रेन बगी हिसाब से चेंज करेंगे कहते। नंबर 8 रे देखिए एसएचजी ग्रुप जो लेडीज मान ग्रुप जाक सब अच्छी से एसएचजी ग्रुप को ड्रोन जोगाई दिज्व से ड्रोन परिचालना और मरामती प्रशिक्षण कर सूचना रही पूरा फोकस रही जमीती कि महिला माने वर्ष को प्राय लक्षे टंका पर्यंत इनकम करें। यही योजनाटी 2023 रे स्वाधीनता दिवस अवसर में यह योजनाटी घोषणा करते आम प्रधानमंत्री एमान मूल लक्ष्य रही आगामी 5 वर्ष मध्य 3 कोटी महिला को लक्षपति दीदी कर मूल लक्ष्य रही तो देखिए किए महिला दीदी होती देखिए। जानिए नंबर 9 बेकारी युवक मान गोटे बजेट कहते भित्तिभूमि विकास 11 लाख विकास 11,11,111 कोटी टंका व्यवस्था युवक मान रोजगार आने कह गले जो बेकारी युवक मान किसी इनकम आसार संभावना अच्छी जहाँकि ट्रेनिंग फेनिंग देखिए कौन काम पत्र कौन सेटिंग कर कौन हो बाहागर बंधन देला भाया 11,11,111 कोटी टंका ये वर्ष खर्च करेंगे कहते यहाँ सब गोटे वर्ष खर्च हम माने बेरोजगार मान रोजगार करने कौन गोटे संस्था बाहर करेंगे जहाँ भी जानिए नंबर 10 अंतरण बजेट कहते 50 वर्ष राज्य मान को 75,000 कोटी शुद्ध मुक्त ऋण दिज्व यार अर्थ कौन ना आपड़ जब घर मान गाँ मान मंदिर हो कि पर्यटन स्थली हो जदि आप लोन आनुचती 75,000 कोटी टका पर्यटन सांक्शन होती जदि गाँ मान लोन आने आपको 50 वर्ष पर्यंत जदि धीरे धीरे सुझिले भी चलो या 0 इंटरेस्ट टंका भी आपको इंटरेस्ट देवाई पड़ोनी से 50 वर्ष भितर आप जेबे सुझी पारे एपाई किसी असुविधा ना बोली यहाँ गोटे गोटे बजेट कही आउ गोटे बजेट कहते तो मतलब 10टा बजेट सरलानी बर्तमान आहरी अच्छी आप देखिए कौट जापर चलते बर्तमान जब मुझे आपको ठीक भाव में बुझे पार्टी आशा करुँच आम भिडियोटी भल लगे कि आम पेज भल लगे आप सब्सक्राइब करूँ आउ यहाँ सांगसाथी भाई बंधु मानक जब सेयार करने आप इच्छुक अच्छे शेयर करूँ। नमस्कार।